ତାହାର କଥା ଆଉ କଣ କହିବେ? ନାମ ଶୁଦ୍ଧ ନାମ ତ କୃଷ୍ଣ, ଶୁଦ୍ଧ ନାମ ପ୍ରେମମୟ। ଯାହା କହନ୍ତି ଶୁଦ୍ଧ ନାମ ହଉଛି ଭାବମୟ ଆଉ ପ୍ରେମମୟ। ତେଣୁ ଶୁଦ୍ଧ ନାମ ଉଦୟ ପୂର୍ବରୁ ନାମାଭାସଟା ଆସେ। ନାମାଭାସ ଆସେ ଶୁଦ୍ଧ ନାମର ଉଦୟ ପୂର୍ବରୁ। ଯେମିତି ସୂର୍ଯ୍ୟ ଉଦୟ ପୂର୍ବରୁ ପୂର୍ବ ଦିଗ କଣ ହୁଏ ନା ନାଲି ବର୍ଣ୍ଣ ହେଇଯାଏ, ଆଭାସ ଆସିଯାଏ, ଅନ୍ଧକାର ଦୂର ହେଇଯାଏ। ନିଶାଚର ଯୋଉଗୁଡାକ ଘନ ଅନ୍ଧକାର ମଧ୍ୟରେ ନିଶାରେ ବିଚରଣ କରନ୍ତି, ନିଶାଚାର ଗୁଡାକ ଖଣ୍ଟ, ଚୋର, ତସ୍କର, ଭୂତ, ପ୍ରେତ ଯେତେବେଳେ ପୂର୍ବ ଦିଗ ଖର୍ଚ୍ଚା ହେଇଗଲା, ଫସର ଫାଟିଗଲା, କଣ ପୂର୍ବ ଦିଗ ନାଲି ଦେଖାଗଲାଣି, ସୂର୍ଯ୍ୟ ଉଦୟର ଆଭାସ ହେଇଗଲାଣି, ଚୋର ଖଣ୍ଟ ତସ୍କର ପଳେଇ ଯାଆନ୍ତି ସବୁ, ନିଶାଚର ଗୁଡାକ ପଳେଇ ଯାଆନ୍ତି ସବୁ। ସେଇପରି ନାମାଭାସରେ ଏଗୁଡାକ ଅରିଷ୍ଟ ଦୂର ହେଇଯାଏ, ପାପ ନଷ୍ଟ ହେଇଯାଏ, ଯକ୍ଷ ରକ୍ଷ ଭୂତ ପ୍ରେତ ପିଶାଚଙ୍କର ଇଏ ସବୁ ଦୂର ହେଇଯାଆନ୍ତି, ରିଷ୍ଟ ଖଣ୍ଡନ ହେଇଯାଏ, ରୋଗ ଦୂର ହେଇଯାଏ, ମୁକ୍ତି ମିଳିଯାଏ, ଏସବୁ ହେଇଯାଉଛି। ସେଇଥିପାଇଁ ଶୁଦ୍ଧ ନାମ ଉଦୟ ପୂର୍ବରୁ ନାମାଭାସଟା ଆସେ। ତେଣୁ ଅପରାଧ ମୂଳକ ନାମ, ତାପରେ ନାମାଭାସ, ତାପରେ ଶୁଦ୍ଧ ନାମ, ତିନି ପ୍ରକାର କଥା ରହିଯାଉଛି। ତେଣୁ କଥାଟା ଦିଆଯାଉଛି ଏ ନାମାଭାସରେ ଏତେ ଫଳ ଅଛି, ତାର ନା ଶୁଦ୍ଧ ନାମ ଉଦୟ ପୂର୍ବରୁ ଆସେ, ଶୁଦ୍ଧ ନାମ ଉଦୟ ପୂର୍ବରୁ ଆସେ। ସେଥିପାଇଁ ଅପରାଧ ଯେତେବେଳେ ଦୂର ହେଇଯିବ ସେତେବେଳେ ଶୁଦ୍ଧ ନାମ ହବ।